ନାଁଟା କ'ଣ ଆପଣଙ୍କର? ମୋ ନାଁ ଭାଗ୍ୟରଥୀ ପୃଷ୍ଟି। ଭାଗ୍ୟରଥୀ ଭାଇ। ତ ଆପଣ କେତେ ପାଠ ପଢ଼ିଲେ? ମୁଁ ପାଠ ପଢିଛି, ସରକାର ବୁଝିଲେ ହବ ନା, ଆଉ ଖାଲି ପାଠ ପଢିଲେ ହବ? କେତେ ପଢ଼ୁଛନ୍ତି ସାର୍ କହିଲେ? ସାର୍ କ'ଣ କହୁଛନ୍ତି? କିଏ ରୋଜଗାର କରିବା ପାଇଁ, ନିଜ ପରିବାର ପ୍ରତିପୋଷଣ କରିବା ପାଠ ପାଇଁ। ଗୁରୁତ୍ୱ ରଖେନି ପାଠ ଗୁରୁତ୍ୱ ରଖେ ନାହିଁ। ନା କ'ଣ? ଆପଣଙ୍କର କ'ଣ ମତ? ଆପଣ କହିବେ ନା? ଆମେ ପାଠ ପଢିକି ଯଦି ଚାକିରି ନ ମିଳିଲା ଆସିକି କୁଲି କାମ କଲୁ। ପଢ଼ିଲେ କହୁଛେ ପଢ଼ିଲେ କହୁଛେ ମୁଁ ତ ପଢିଛି +2। +2 ଯାଏ ପଢ଼ିଲେ। ହଁ। କାହିଁକି କୁଲି କାମକୁ ଆଦର ନେଲେ? କାହିଁ ଏଇଟା କ'ଣ? ସରକାର ଚାକିରି ନାହିଁ, କିଛି ନାହିଁ, ଲାଷ୍ଟରେ ବାଧ୍ୟ ହେଇକି ଏଠି କାମ କଲୁ, ଆଉ କ'ଣ କରିବୁ? କେତେ ବର୍ଷ ହେଇଗଲା କୁଲି କାମ କରିବ? ମୋର 20 ବର୍ଷ ହେଇଗଲାଣି। 20 ବର୍ଷ ତଳେ ଭାଇନା ଯେତେବେଳେ +2 ସାରିଦେଲେ କହିଲେ କ'ଣ ଆଉ ଚାକିରି ବାକିରି ବିଷ୍ଣୁ। ଯେତେବେଳେ ନହେଲା ଲାଷ୍ଟକୁ ମୁଣ୍ଡରେ ପୁରେଇଲେ ନା କୁଲି କାମ ଇଜ୍ ଦ ବେଷ୍ଟ। ମାସକୁ କେତେ ଆସିଯାଉଛି ଏଥିରେ? ମାସକୁ ଖାଇ ପିଇକିରି ଟଙ୍କା 7-8 ହଜାର 10 ହଜାର ଭିତରେ ଆଉ। ତେଣୁ ଆପଣ ଚିନ୍ତା କରୁଥିବେ ଯେଉଁମାନେ କହନ୍ତି ଘରେ ବସି କାମ ନାହିଁ, ନିହାତି ଭାଇ ଜୟ ଜଗନ୍ନାଥ। ମନ ଦୁଃଖ କାହିଁକି? ଏଇଠି ଗଛ ମୂଳେ ବସିଯା ଭାଇଙ୍କ ସାଙ୍ଗରେ। ହଁ ଭାଇ 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 ଆମର ଏଠି ଭାଇ ନାଁ କ'ଣ କୁହ? ବସ ତମେ। ନାଁ କ'ଣ? ଅଲେଖ ରାଉତ। ଘର କେଉଁଠି? ଢେଙ୍କାନାଳ। ପଢ଼ାପଢ଼ି କେଉଁ ଯାଏ କରିଛନ୍ତି? ମେଟ୍ରିକ ପଢିଛି। ମେଟ୍ରିକ ଯାଏ ପଢ଼ିଲେ। କେତେ ବର୍ଷ ଯିବ ଏଠିକି ଆସିଲେ? 20-22 ବର୍ଷ ହେଇଯିବ। ଆଚ୍ଛା ତମେ ଚିନ୍ତା କରୁନଥିଲ ଯେ ପାଠ ପଢ଼ିକି ଘରେ କହିଥିବେ ପାଠ ପଢ଼ ଆଉ କ'ଣ କରିବୁ ନା ନାହିଁ? ଆଉ ଯେତେବେଳେ ଫାଷ୍ଟ କୁଲି କାମ କଲ ଭଲ ଲାଗିଲା ନା ନାହିଁ? ଫାଷ୍ଟ ଅଖାଡ଼ ଲାଗୁଥିଲା ତାପରେ ଚେଞ୍ଜ ହେଇଗଲ କହୁନା? ଫାଷ୍ଟ ଅବାଗିଆ ଲାଗିଲା, ତାପରେ ତମେ ମାସକୁ କେତେ ରୋଜଗାର ହେଇଯାଉଛି? ଘର ଭଡ଼ା ଦେଇ ଖାଇ ପିଇ ପିଲା ଛୁଆଙ୍କୁ ନେଇକି ଚଳେଇ ଏଇ 8-10 ହଜାର ହେଉଛି ଆଉ। 8-10 ହେଉଛି। କେବେ ମନ ଭିତରେ ଏମିତି ଆସେ ନାହିଁ ମୁଁ କାହା କଥା ମାନିଲିନି ପଳେଇ ଆସିଲି ଢେଙ୍କାନାଳରୁ ସିଧାସଳଖ? କ'ଣ ଗୋଟେ କୁହ, ଆତ୍ମକଥା କୁହ। କ'ଣ କହିବା? ଏଇ କଥା। ଆପଣ ପିଲାକୁ କୁଲି କରିବାକୁ ଚାହିଁବେ ନା ନାହିଁ? ସେ ପାଠ ପଢ଼ି ମଣିଷ ବୋଲି ଚାହିଁବେ? ପାଠ ପଢୁଛି। ଆଜିକାଲି ଡେଟ୍ରେ ବହୁତ ପାଠ ପଢ଼ି ଘରେ ବସିଛନ୍ତି। ତାଙ୍କୁ ଟେକ୍ନିକାଲ ଶିକ୍ଷା ଦେବା ଯେମିତିକି ସେ ସ୍ମାର୍ଟ ୱାର୍କ କରିପାରିବେ। ସେଇଟା ତମେ କହିବ ନା ମୁଁ କହିବି? ପାଠ ପଢୁଛି, ଯାହା କରିବ। ଆଚ୍ଛା କ'ଣ କହିବେ? ଆପଣ ନାଁ କ'ଣ? ସନ୍ତୋଷ କୁମାର ବେହେରା। ସନ୍ତୋଷ ବେହେରା। ବେହେରା ଭାଇ ଘର କେଉଁଠି? ଖୋର୍ଦ୍ଧା। ଖୋର୍ଦ୍ଧାରୁ ଭାଇ ପଳେଇ ଆସିଛନ୍ତି କଟକ। କଟକ କାହିଁ ଏତେ ପ୍ରେମ କଲେ? ଆପଣଙ୍କର ଭୁବନେଶ୍ୱର ଥିଲା, ଖୋର୍ଦ୍ଧା ଥିଲା। ପ୍ରେମ ମୁଁ ଆଗରୁ କରୁଥିଲି, କଟକରୁ ପ୍ରେମ କଲି କେବଳ କାମ ପାଇଁ ଆଉ। ଆଚ୍ଛା ପଢ଼ାପଢ଼ି କେଉଁ ଯାଏ କଲେ? ପଢ଼ାପଢ଼ି କିଛି ନାହିଁ। କିଛି ନାହିଁ। ଏବେ କୁହ ଏତେ ମନ ଦୁଃଖ କାହିଁ କରୁଛ? ଆଜି ଖୋଲା ମନରେ ଦେଖ କ୍ୟାମେରା ଟିକେ ବୁଲେଇ ଦେ। କେତେ ଭାଇ ମାନେ ଆମର ସବୁ ଏଇଠି ବସିଛନ୍ତି, ଆମେ ସାଙ୍ଗ ହେଇକି ବସିଛୁ। କୁହ କ'ଣ ମନ ଦୁଃଖ କାହିଁକି? ମନ ଦୁଃଖ କାହିଁ? କାମ କଲେ ଖାଇବା, ଆପଣ ମନ ଦୁଃଖ କାହିଁ କରିବା? ଖଟିବା ଖାଇବା। ଖୋର୍ଦ୍ଧା ଲୋକ ପାଇକ ପୁଅ, ହଁ ଟିକେ ସ୍ମାଇଲ ଦିଅନ୍ତି, ହସ ଖୁସିରେ କଥା ହୁଅନ୍ତି। ତମେ ଟିକେ ହୁଅ ସେଇ 4 ମାସ। ହସ ଖୁସି କୋଉଠି ଆସିବ? ଖଟିଲେ ତ ଖାଇବା, ହସିକି ଲାଭ କ'ଣ? ହସିଲେ କ'ଣ ପେଟ ପୁରିବ? ଆଉ କାମ କଲେ 2 ପଇସା ମିଳିବ, ପିଲାମାନଙ୍କୁ ପୋଷିବ। ଆଉ କ'ଣ କାମ? ମାସକୁ 7-8 ହଜାର ହେଉଛି ଆଉ। ହେଉଛି। ତେବେ ଆପଣଙ୍କୁ ଲାଗେ ନାହିଁ ଯେ ଆମେ ଯଦି ଆଉ ଟିକେ ପାଠ ପଢ଼ିଥାନ୍ତେ ଆଉ କ'ଣ କରିଥାନ୍ତେ? ଆଉ ତ ପଢ଼ିଥିଲେ ସେ ଆଗ କଥା ଆମେ କହିପାରିବାନି, ପଢ଼ିନି ତ ଆଉ ପୁଣି କହିକି ଲାଭ କ'ଣ? ତଥାପି ଯେଉଁମାନେ ଦେଖୁଛନ୍ତି, ଯେଉଁମାନେ କହୁଛନ୍ତି ଆମେ ପାଠ ପଢ଼ି ଘରେ ବସି ବେକାରୀ, ଆଜିକା ଡେଟ୍ରେ ବହୁତ ପିଲା ଅଛନ୍ତି ଘରେ ପାଠ ପଢ଼ି ବେକାରୀ, ତାଙ୍କୁ କ'ଣ କହିବେ? ତାଙ୍କୁ ଆଉ କ'ଣ କହିବା? ପାଠ ପଢ଼ି ବେକାର କାହିଁକି? ପାଠ ତ ପଢ଼ିଥିଲେ ପାଠ ପଢ଼ିଥାନ୍ତ। ଯେଉଁମାନଙ୍କର ପାଠ ହେଉନି, ପାଠ ପଢ଼ି କିଛି ଲାଭ। ଯେଉଁମାନଙ୍କର ପାଠ ହେଉଛି କିନ୍ତୁ ଘରେ ବେକାରୀ, ସେମାନେ ବେକାର ହେଉଛନ୍ତି କ'ଣ ପାଇଁ? ତାଙ୍କର କିଛି ଥିବ। ଆଚ୍ଛା ଗୋଟେ ପାଖକୁ ଆସ, କ୍ୟାମେରାଟା ଗରମ ହେଇଯିବ। ଛାଇଗଣ ଏଇଠି ଭାଇ ଆଉଛନ୍ତି ଆମର, ସେ ମୁଖ୍ୟ ବାଇମୁଣ୍ଡି। ଇଏ ହେଲେ କୁଲିମାନଙ୍କର ବାଇମୁଣ୍ଡି। କଟକ ବାଦାମବାଡ଼ି ତ ଉଠିଗଲା, ନେତାଜୀ ବସ୍ ଷ୍ଟାଣ୍ଡ ଟିକେ ଦୂର ସମୁଦ୍ର ଦେଖା। ଇଏ ହେଲେ ବାଇମୁଣ୍ଡି ଲୋକ। ଆଉ ଥରେ ଟିକେ ନାଁଟା ପଦିଆ ଦାସ। ପଦିଆ ଭାଇ ପଦ୍ମନାଭ ପଦିଆ ଦାସ। ଆଚ୍ଛା ଘର? ସରଦେଇପୁର, ଢେଙ୍କାନାଳ। ଢେଙ୍କାନାଳ। ତମେ କ'ଣ ସବୁ ଢେଙ୍କାନାଳ ଗୋଷ୍ଠୀ ପଳେଇଛ ଶିଖା ଶିଖି? ମାନେ କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ଢେଙ୍କାନାଳିଆଙ୍କର ରାଜ। ହଁ ବରା ଖାଇବେ, ଠିଆ ଠିଆ ପେଲିବେ ନାହିଁ, କିନ୍ତୁ ସଠିକ କାମରେ ବିଖ୍ୟାତ ବରା ଅଛି, ଖାଇଛ? କେମିତିଆ ବରା ଲାଗୁଛି? କେତେବେଳେ ଯା ଖାଉ? ସେ ବରା ସିଙ୍ଗିଆ ନା ଆଉ। ତମେ ସେଇ ବରା କଟକରେ ବ୍ୟାପିଛ ଆଉ? ନା, କଟକରେ ବ୍ୟାପିଛି। ହଉ।